ଆପଣଙ୍କୁ ଆଉ ଗୋटे ନୂଆ ଭିଡ଼ିଓରେ ସ୍ୱାଗତ। ଆଜ୍ଞା ମାନେ ଆଜିର ଭିଡ଼ିଓରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସମଗ୍ର କେତେ ଟଙ୍କାର ମାଲିକ, କେତେ ଟଙ୍କାର ବ୍ୟାଙ୍କ ବାଲାନ୍ସ, କ'ଣ ସବୁ କୋଠାଗାଡ଼ି ଅଛି ସେ ବିଷୟରେ ଜାଣିବା। ସେଥିପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଓ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ସବସ୍କ୍ରାଇବ୍ କରିଦିଅନ୍ତୁ। ସାରା ଭାରତରେ ନମ୍ବର 1 ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଚର୍ଚ୍ଚିତ ଚେହେରା। ସେ 2000 ମସିହାରୁ ଲଗାତାର 5 ଥର ଓଡ଼ିଶାରେ ବିଜୟ ଲାଭ କରି ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ଅଛି। ତେବେ ଆସନ୍ତୁ ଜାଣିବା ତାଙ୍କ ନାଁରେ କେତେ ଟଙ୍କାର ସମ୍ପତ୍ତି ଅଛି ସେ ବିଷୟରେ। ନିର୍ବାଚନ କମିଶନରେ ଦେଇଥିବା ସୂଚନା ହିସାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ 6ଟି ବ୍ୟାଙ୍କ ଆକାଉଣ୍ଟ ଭିନ୍ନ ଭିନ୍ନ ଜାଗାରୁ ଅଛି, ଯେମିତି ନୂଆଦିଲ୍ଲୀ, ଭୁବନେଶ୍ୱର ଓ ଗଞ୍ଜାମର ହିଞ୍ଜିଲରୁ। ଏଥିରେ ତାଙ୍କ ଗହଣା ଏବଂ ପଇସା ମିଶି 1.34 କୋଟି ଟଙ୍କା ଅଛି। ସେହିପରି ତାଙ୍କ ଫାର୍ମ ଲ୍ୟାଣ୍ଡ ଏବଂ ବିଲ୍ଡିଂ ଫରିଦାବାଦର ଟିକିରି ଖେରା ଗାଁରେ 22.7 ଏକର ଅଛି, ଯାହାର ମୂଲ୍ୟ 10 କୋଟି ଟଙ୍କା ହେବ। ଆଉ ମଧ୍ୟ ନବୀନ ପଟ୍ଟନାୟକଙ୍କ 50% ସେୟାର ତାଙ୍କ ପୂର୍ବପୁରୁଷଙ୍କ ଅଛି, ଯେଉଁଟା ଏପିଜେ ଅବଦୁଲ କଲାମ ରୋଡ଼, ନୂଆଦିଲ୍ଲୀରେ, ଯାହାର ମୂଲ୍ୟ 43 କୋଟି ଟଙ୍କା ହେବ। ଭୁବନେଶ୍ୱରରେ ଥିବା ନବୀନ ନିବାସ, ଯାହା ସାରା ଓଡ଼ିଶାରେ ଚର୍ଚ୍ଚିତ କୋଠା। ଏହି ବିଶାଳ କୋଠା ଚାକଚକ୍ୟ ଓ ଏଥିରେ ସବୁ ପ୍ରକାର ସୁବିଧା ଅଛି। ଏହି ନବୀନ ନିବାସର ମୂଲ୍ୟ ପାଖାପାଖି 10 କୋଟି ଟଙ୍କା ହେବ। ସେହିପରି ତାଙ୍କ ସିଏମ୍ ଫାଇନାନ୍ସିଆଲ ଲାଇବିଲିଟିରେ 1.5 କୋଟି ଟଙ୍କାରୁ ଅଧିକ ଅଛି। ସେହିପରି ନବୀନ ପଟ୍ଟନାୟକଙ୍କ ନିଜର ସ୍ୱତନ୍ତ୍ର କାର ଓ ଉଡ଼ାଜାହାଜ ଅଛି। ଏସବୁକୁ ଦେଖିଲେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଟୋଟାଲ ସମ୍ପତ୍ତି 70 କୋଟିରୁ ଅଧିକ ହେବ। ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଭିନ୍ନ ଭିନ୍ନ ଜନକଲ୍ୟାଣ ଯୋଜନା ପାଇଁ ସେ ଲଗାତାର ନିର୍ବାଚନ ଜିତି ଆସୁଛନ୍ତି। କେତେ ଲୋକ ତାଙ୍କୁ ଭଲ ପାଉଛନ୍ତି ତ କେତେ ଲୋକ ତାଙ୍କୁ ଘୃଣା କରୁଛନ୍ତି, କିନ୍ତୁ ତାଙ୍କ ନମ୍ର ଓ ଶାନ୍ତ ଚେହେରା ପାଇଁ ସେ ସର୍ବଦା ନମ୍ବର 1 ଅଛନ୍ତି, ଏଥିରେ ସନ୍ଦେହ ନାହିଁ। ତେବେ ଏଥର ନିର୍ବାଚନ ଅଗ୍ନି ପରୀକ୍ଷାରେ ସେ କେତେ ସଫଳ ହେବେ ସେଇଟା ସମୟ ହିଁ କହିବ। ବନ୍ଧୁଗଣ, ଆଜିର ଭିଡ଼ିଓରେ ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟୋଟାଲ ସମ୍ପତ୍ତି କେତେ ଥିଲା ସେ ବିଷୟରେ ଜାଣିଲା। ତେବେ ଭିଡ଼ିଓ କେମିତି ଲାଗିଲା ନିଶ୍ଚିତ ଭାବେ କମେଣ୍ଟ କରିବେ ଏବଂ ଭିଡ଼ିଓକୁ ଲାଇକ୍ ସେୟାର କରିବାକୁ ଭୁଲିବେ ନାହିଁ।